ଆଜିର ଭିଡ଼ିଓରେ ଆମେ କୋଡ୍ 2ର ୟୁନିଟ୍ 4 ଭ୍ରମଣ କାହାଣୀ ସମ୍ପର୍କରେ ଆଲୋଚନା କରିବା। ଭ୍ରମଣ କାହାଣୀ କାହାକୁ କୁହାଯାଏ? ଏହାର ସଂଜ୍ଞା, ସ୍ୱରୂପ ଓ ପ୍ରକାର ଭେଦ ଲେଖ। ମଣିଷ ଭ୍ରମଣ ପ୍ରିୟ। ବହୁ ପ୍ରାଚୀନ କାଳରୁ ପରିବ୍ରାଜକମାନେ ଜ୍ଞାନ ଆହରଣ, କର୍ମସଂସ୍ଥାନ, ପ୍ରାକୃତିକ ଶୋଭା ଦର୍ଶନ, ଧର୍ମ ଅର୍ଜନ ଭଳି ବିଭିନ୍ନ କାରଣରୁ ରାଜ୍ୟରୁ ରାଜ୍ୟକୁ ଓ ଦେଶରୁ ଦେଶକୁ ଭ୍ରମଣ କରୁଥିଲେ। ଭ୍ରମଣ ଦ୍ୱାରା ସେମାନେ ବିସ୍ତୃତ ଜୀବନର ଅନୁଭୂତି ଲାଭ କଲେ, ବିଭିନ୍ନ ଦେଶ ଓ ଜାତିର ଧର୍ମ, ସଂସ୍କୃତି, ରାଜନୀତି, କଳା, ସାହିତ୍ୟ, ଦର୍ଶନ ଆଦି ପରିଚୟ ପାଇଲେ ଏବଂ ତାଙ୍କର ଜ୍ଞାନର ପରିସୀମା ପ୍ରସାରିତ ହେଲା ଫଳରେ ସେମାନେ ଭ୍ରମଣଜନିତ ଜ୍ଞାନ ଅନୁଭବ ଓ ଅନୁଭୂତି ଲାଭ କଲେ। ତାହାକୁ ଲିପିବଦ୍ଧ କରିବା ଫଳରେ ଭ୍ରମଣ ସାହିତ୍ୟ ସୃଷ୍ଟି ହେଲା। ଅର୍ଥାତ୍ ଏଥିରେ କୁହାଯାଉଛି ଭ୍ରମଣ, ମଣିଷ ହେଉଛି ଭ୍ରମଣ ପ୍ରିୟ, ଅର୍ଥାତ୍ ମଣିଷ ଭ୍ରମଣ କରିବାକୁ ଭଲ ପାଏ। ବହୁ ପ୍ରାଚୀନ କାଳରୁ, ବହୁ ପୁରାତନ କାଳରୁ ପରିବ୍ରାଜକ ବା ଯେଉଁ ସନ୍ନ୍ୟାସୀମାନେ ଥିଲେ, ଦେଶରୁ ଦେଶକୁ, ରାଜ୍ୟ ରାଜ୍ୟକୁ ବିଭିନ୍ନ କାରଣ ଯଥା କର୍ମସଂସ୍ଥାନ, ପ୍ରାକୃତିକ ଶୋଭା ଦର୍ଶନ, ଧର୍ମ ଅର୍ଜନ ଇତ୍ୟାଦି ବିଭିନ୍ନ କାରଣ ସେମାନେ ଦେଶରୁ ଦେଶକୁ, ରାଜ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ। ଭ୍ରମଣ ଦ୍ୱାରା ସେମାନେ ବିସ୍ତୃତ ଜୀବନର ଅନୁଭୂତି ଲାଭ କଲେ ଏବଂ ବିଭିନ୍ନ ଦେଶ, ଜାତୀୟ ଧର୍ମ, ସଂସ୍କୃତି, ରାଜନୀତି, କଳା, ସାହିତ୍ୟ, ଦର୍ଶନ ଆଦି ପରିଚୟ ପାଇଲେ। ଅର୍ଥାତ୍ କୁହାଯାଉଛି ବିଭିନ୍ନ ଦେଶ ବା ରାଜ୍ୟ ଭ୍ରମଣ କରିବା ଫଳରେ ସେମାନଙ୍କ ଜୀବନର ଅନୁଭୂତି ପ୍ରାପ୍ତ ହେଲା। ଫଳରେ ସେମାନେ ଯେଉଁ ଯେଉଁ ସ୍ଥାନ ଭ୍ରମଣ କଲେ ସେ ସ୍ଥାନର ଜାତି, ସଂସ୍କୃତି, ଧର୍ମ ଇତ୍ୟାଦି ସମ୍ପର୍କରେ ଜାଣିବାକୁ ସୁଯୋଗ ପାଇଲେ ଏବଂ ତାଙ୍କର ଜ୍ଞାନର ପରିସୀମା ପ୍ରସାରିତ ହେଲା ଫଳରେ ସେମାନେ ଭ୍ରମଣଜନିତ ଜ୍ଞାନ ଅନୁଭୂତ ଓ ଅନୁଭୂତି ଲାଭ କଲେ। ତାହାକୁ ଲିପିବଦ୍ଧ କରିବା ଫଳରେ ଭ୍ରମଣ ସାହିତ୍ୟ ସୃଷ୍ଟି ହେଲା। ଅର୍ଥାତ୍ ସେମାନେ ଯେଉଁ ଦେଶରୁ ଦେଶ ବିଭିନ୍ନ ରାଜ୍ୟକୁ ଭ୍ରମଣ କରିବା ଫଳରେ ଯେଉଁ ଜ୍ଞାନ ଲାଭ କରିଥିଲେ ତାହାକୁ ଲିପିବଦ୍ଧ ବା ଲେଖିବା ଫଳରେ ଭ୍ରମଣ ସାହିତ୍ୟର ସୃଷ୍ଟି ହୋଇଛି। ସକଳ କଳା ପରେ ସାହିତ୍ୟ ସୃଷ୍ଟି ମଧ୍ୟ ଏକ କଳା। କେତେଗୁଡ଼ିଏ କଳା ରହିଛି, ସେଥିମଧ୍ୟରୁ ସାହିତ୍ୟ ଗୋଟେ ହେଉଛି ଏକ କଳା। ସାହିତ୍ୟ ଏକ ପାଠ, ପୋଥି ବା ପୁସ୍ତକ ମାତ୍ର ନୁହେଁ, ମାର୍ମିକ ଅଭିବ୍ୟକ୍ତି, ବଞ୍ଚିବାର ନିଶା, ଭଲ ପାଇବାର ପ୍ରବଣତା, ଅନ୍ୟର ସୁଖରେ ସୁଖୀ ହେବାର ମାଦଳତା ଏବଂ ଅନ୍ୟ ଦୁଃଖରେ ଦୁଃଖୀ ହେବାରେ ଅନୁକମ୍ପା ମାନସିକତା। ଏହି ସାହିତ୍ୟର ବହୁବିଧ ପରିସୀମା ମଧ୍ୟରୁ ଭ୍ରମଣ ବା ପର୍ଯ୍ୟଟନ ସାହିତ୍ୟ ହେଉଛି ଏକ ପ୍ରଭାବଶୀଳ ବିଭବ। ସାହିତ୍ୟର ବିଭିନ୍ନ ବିଭବ ରହିଛି, ସେଥିମଧ୍ୟରୁ ଭ୍ରମଣ କାହାଣୀ ହେଉଛି ଅନ୍ୟତମ। ଓଡ଼ିଆ ପ୍ରବାଦରେ ଅଛି, ଯାହା ନ ଦେଖିବ ନୟନେ ପରତେ ନ ଯିବ ଗୁରୁ ବଚନେ। ପ୍ରକୃତରେ ଜଣଙ୍କଠାରୁ ଶୁଣି କୌଣସି ସ୍ଥାନରେ ଭାବବେଗକୁ ଗ୍ରହଣ କଲେ ଯେତିକି ଆତ୍ମତୃପ୍ତି ମିଳିଥାଏ, ତାଠାରୁ ଅଧିକ ଆତ୍ମତୃପ୍ତି ଦେଖିବାକୁ ମିଳିଥାଏ। ଅର୍ଥାତ୍ ଏଠି କହିଛି ଆମକୁ କିଛି ଦର୍ଶନୀୟ ସ୍ଥାନ ବା କିଛି ଜିନିଷକୁ ଆମକୁ ଯେତିକି କହିଲେ ଯେତିକି ଆତ୍ମତୃପ୍ତି ବା ଖୁସି ଲାଗିଥାଏ, ତାଠାରୁ ଅଧିକ ଆମେ ତାହାକୁ ଦେଖିବା ଓ ନିଜେ ଅନୁଭବ କରିବା, ସେଥିରେ ଅଧିକ ଖୁସି ମିଳିଥାଏ। ତେଣୁ ସୃଷ୍ଟି ବେଳକୁ ବିଚାର କଲେ ଗଭୀର ଅନୁଭୂତି ସାହିତ୍ୟିକ ମର୍ଯ୍ୟାଦା ଦେଲେ କିମ୍ବା ସାଧାରଣ ଅର୍ଥ କୁହାଯାଏ ଗଲି ଆଇଲି ଯାହା ଦେଖିଲି ତାହା ଲେଖିଲି। ଅର୍ଥାତ୍ ଯାଇ ଆସି ସେ ଯେଉଁ ଜିନିଷ ସବୁ ଦେଖିଛି, ଯେଉଁ ଅନୁଭବ ଲାଭ କରିଛି ତାହାକୁ ଲେଖିଲେ ତାହାକୁ ଭ୍ରମଣ କାହାଣୀ କୁହାଯାଏ। ତାହାକୁ ହିଁ ଭ୍ରମଣ କାହାଣୀ ବୋଲି କୁହାଯାଏ। ଭ୍ରମଣ ସାହିତ୍ୟକୁ ଇଂରାଜୀରେ ଟ୍ରାଭେଲଗ କୁହାଯାଏ। ଏହା ଦୁଇଟି ଶବ୍ଦ ଯଥା ଟ୍ରାଭେଲ ଏବଂ ମୋନୋଲୋଗରୁ ସୃଷ୍ଟି। ମୋନୋଲୋଗ ଶବ୍ଦଟି ଗ୍ରୀକ୍ ଶବ୍ଦ ମୋନୋସ୍, ଯାହାର ଅର୍ଥ ଅଛି ଏଲୋନ୍, ଏବଂ ଲୋଗସ୍ର ଅର୍ଥ ସ୍ପିଚ୍। ଟ୍ରାଭେଲଗର ଅର୍ଥ ହେଲା ଜଣେ ଭ୍ରମଣ କାହାଣୀର ଭ୍ରମଣଜନିତ ଅନୁଭୂତିକୁ ଭାଷଣ କିମ୍ବା ଲିଖିତ ଶବ୍ଦରେ ପ୍ରକାଶ କରିବା। ଏବେ ଆମେ ଦେଖିବା ଭ୍ରମଣ କାହାଣୀର ସଂଜ୍ଞା। ସେଣ୍ଟ ଅଗଷ୍ଟାଇନଙ୍କ ଭାଷାରେ ପୃଥିବୀ ଗୋଟିଏ ବିରାଟ ଗ୍ରନ୍ଥ। ଯେଉଁମାନେ ଘରୁ ଗୋଡ଼ କାଢ଼ି ବାହାରକୁ ଯାଇନାହାନ୍ତି, ସେମାନେ ଏହି ବିରାଟ ଗ୍ରନ୍ଥର ଗୋଟିଏ ମାତ୍ର ପୃଷ୍ଠା ଅଧ୍ୟୟନ କରିଛନ୍ତି। ଯେପରି କୁହାଯାଉଛି ପୃଥିବୀ ଗୋଟିଏ ବିରାଟ ଗ୍ରନ୍ଥ। ପୃଥିବୀ ବହୁତ ବିରାଟ ରହିଛି, ସେଥିରେ ଆମେ ଘରୁ ବାହାରିବାନି ତ ଭ୍ରମଣ ବା ଦର୍ଶନୀୟ ସ୍ଥାନ କେତେ ଗୁଡ଼ିଏ କ'ଣ କ'ଣ ରହିଛି, ଆମେ ଆମର ଦର୍ଶନୀୟ ସ୍ଥାନ, ପ୍ରାକୃତିକ ଶୋଭା, ବିଭିନ୍ନ ଦର୍ଶନ ସେ ସମ୍ପର୍କରେ ଆମେ ଜାଣିବା କିପରି? ତେଣୁ ଆମେ କେବଳ ଗୋଟିଏ ପୃଷ୍ଠା ମଧ୍ୟରେ ସୀମିତ ହୋଇ ରହିଛୁ ବୋଲି କୁହାଯାଉଛି। ଦେଖିଥିବା ବିଷୟ, ସାର୍ଥକ ବିଷୟ ନିର୍ବାଚନ ଓ ତାହାର ରସ ରୂପାୟନ, ଅର୍ଥାତ୍ ଦୃଷ୍ଟିପଦାର୍ଥ ରସ ବିକାଶ ଉପଯୋଗୀ ଉପଯୁକ୍ତ ପରିବେଶ ହିଁ ଭ୍ରମଣ ସାହିତ୍ୟର ଯଥାର୍ଥ ପ୍ରାଣକେନ୍ଦ୍ର। ପର୍ଯ୍ୟଟନ ପ୍ରାଣବନ୍ତ ଅନୁଭୂତିର ସହାୟତାରେ ବିଷୟ ନିର୍ବାଚନ ଓ ତାହାର ରସ ରୂପାୟନ ଯେଉଁଠି ହୁଏ, ଯେତେ ମୌଳିକ ଓ ସୃଷ୍ଟି ସୌନ୍ଦର୍ଯ୍ୟ ଗର୍ବିତ ସେ ଭ୍ରମଣ ସାହିତ୍ୟ ସେଠି ସେତେ ହୁଏ ଅଭିନବ ଓ ଚିତ୍ତ ଉଲ୍ଲାସକ, ତାର ସୃଷ୍ଟି ଧର୍ମ ସେଠି ସେତେ ହୁଏ ସାର୍ଥକ ଓ ଚିରନ୍ତନ। ଏହି ଉକ୍ତିଟି କିଏ ହୋଇଥିଲେ? ନଟବର ସାମନ୍ତରାୟ। ଗୋଲକ ବିହାରୀ ଧଳଙ୍କ ମତରେ ଦୂର ପର୍ବତ ପରି ଦୂର ଦେଶ ସୁନ୍ଦର। ଏହି ଆକାଶ, ପୃଥିବୀ, ଜଳ, ସ୍ଥଳ, ପାହାଡ଼, ପର୍ବତ କେତେ ନୂତନ ରୂପ ଦେଖା ଦିଅନ୍ତି। ଏହି ମନୁଷ୍ୟ ଓ ତାର ଅନୁଷ୍ଠାନଗୁଡ଼ିକ କେଡ଼େ ଭିନ୍ନ ଦେଖାଯାଆନ୍ତି। ଅଥଚ ବାହାରର ସେହି ବିଭିନ୍ନତା ଭିତରେ ମନୁଷ୍ୟ ଜୀବନ ଏକତାର ଧାରା ଦେଖିପାରିଲେ ପୃଥିବୀ ଅଧିକ ସୁନ୍ଦର ହେବ। ତାହା ହିଁ ଭ୍ରମଣ କାହାଣୀର ଲକ୍ଷ୍ୟ। ଭ୍ରମଣ ସାହିତ୍ୟର ସ୍ୱରୂପ। ଭ୍ରମଣ ସାହିତ୍ୟ ପ୍ରଥମ ପୁରୁଷରେ ରଚନା କରାଯାଇଥାଏ।
ଏହା ଏକ ଅଣକଥାଭିତ୍ତିକ ସାହିତ୍ୟ। ଫିଚର ଶୈଳୀ ରଚିତ ଭ୍ରମଣ ସାହିତ୍ୟକୁ ଶ୍ରେଷ୍ଠ ଭ୍ରମଣ ସାହିତ୍ୟର ମାନ୍ୟତା ପ୍ରଦାନ କରାଯାଇଥାଏ। ଭ୍ରମଣ ସାହିତ୍ୟ ପ୍ରବନ୍ଧ କବିତା ରୂପରେ ପ୍ରକାଶିତ ଥିଲା। ପୂର୍ବରୁ ଭ୍ରମଣ କାହାଣୀ ବେଳେବେଳେ କବିତା ଆକାରରେ ବି ପ୍ରକାଶ ପାଇଛି ଏବଂ ପ୍ରବନ୍ଧ ଆକାରରେ ମଧ୍ୟ। ଭ୍ରମଣ ସାହିତ୍ୟର ଭାଷା ସାଧାରଣ କଥ୍ୟ ଭାଷା ମାନେ ସାଧାରଣ କଥାବାର୍ତ୍ତା ହେଉଥିବା ଭାଷାରେ ଭ୍ରମଣ ସାହିତ୍ୟ ଲେଖାଯାଇଥାଏ। ଅନେକ ସମୟ ସ୍ଥାନର ସୌନ୍ଦର୍ଯ୍ୟ ବର୍ଣ୍ଣନା ପାଇଁ ଲେଖକ କାବ୍ୟିକ ଭାଷାର ପ୍ରୟୋଗ ସହ ଅଳଙ୍କାର ବ୍ୟବହାର କରିଥାନ୍ତି। ଏହାକୁ ସାଧାରଣ କଥା ଭାଷାରେ ବ୍ୟବହାର କରିବା ସହିତ କୌଣସି ଦର୍ଶନୀୟ ସ୍ଥାନ ବା ବିଭିନ୍ନ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ଏଥିରେ ଅଳଙ୍କାର ମଧ୍ୟ ବ୍ୟବହାର କରାଯାଇଥାଏ। ଭ୍ରମଣ ସାହିତ୍ୟର ପରିଚୟ ଲେଖକ ଉପରେ ନିର୍ଭର କରିଥାଏ। ପୁସ୍ତକ ଆକାରରେ ରଚିତ ହେଲେ ଏହା ଏକାଧିକ ପରିଚ୍ଛେଦରେ ପ୍ରକାଶ ପାଇଁ ପତ୍ରିକା ପାଇଁ ରଚନା କରାଗଲେ ଫଟୋଚିତ୍ର ସହ ପ୍ରକାଶ ପାଇଥାଏ। ଭ୍ରମଣ ସାହିତ୍ୟରେ ଭ୍ରମିତ ସ୍ଥାନର ଭାଷା ଗୀତ ମଧ୍ୟ ସ୍ଥାନ ପାଇଥାଏ। ଏପରି ପ୍ରୟୋଗ ରଚନାକୁ ସୁଖପାଠ୍ୟ ପ୍ରଦାନ କରିଥାଏ। ଅର୍ଥାତ୍ ଭ୍ରମଣ ସାହିତ୍ୟ ଯେଉଁ ସ୍ଥାନରେ ଭ୍ରମଣ କରୁଛି ସେହି ସ୍ଥାନର ସଙ୍ଗୀତ ଭାଷା କଳା ଇତ୍ୟାଦି ସ୍ଥାପିତ ହୋଇଥାଏ, ଯାହାଫଳରେ କି ସୁଖ ପାଠ୍ୟ ବା ଆମକୁ ପଢ଼ିବାକୁ ଭଲ ଲାଗିଥାଏ। ଭ୍ରମଣ କାହାଣୀର ପ୍ରକାରଭେଦ। ଭ୍ରମଣ କାହାଣୀର ଅନୁସନ୍ଧାନ ମନର ଜାଗ୍ରତା ନୂଆ କିଛି ଉପଲବ୍ଧ କରିବାର ଆକାଂକ୍ଷା ବିଶ୍ଳେଷଣାତ୍ମକ ବିଚାରବୋଧ ଓ ଉଦ୍ଦେଶ୍ୟ ସିଦ୍ଧି ଦୃଷ୍ଟିଭଙ୍ଗୀକୁ ବିଚାରକୁ ନେଇ ସାଧାରଣତଃ ଏହାକୁ ଦୁଇ ଭାଗରେ ବିଭାଗୀକରଣ କରାଯାଇପାରେ, ଯଥା ସ୍ୱଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ ବିଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ। ସ୍ୱଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ। ସ୍ୱଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ ମଧ୍ୟରେ ଭାରତ ବିଭିନ୍ନ ପ୍ରସିଦ୍ଧ ଲାଭ କରିଥିବା ଭ୍ରମଣ ଜନିତ ଅନୁଭୂତି ଆଧାରିତ ଭ୍ରମଣ କାହାଣୀକୁ ନେଇ ରଚିତ। ଏଥିରେ ଦେଶ ମଧ୍ୟରେ ଆମ ଦେଶର ଯେଉଁ ବିଭିନ୍ନ ଦର୍ଶନୀୟ ସ୍ଥାନ ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଗୁଡ଼ିକୁ ଭ୍ରମଣ କରିବା ସମୟରେ ଯେଉଁ ଅନୁଭୂତି ଲାଭ କରିଥାନ୍ତି ସେଥିରେ ଏଇଗୁଡ଼ା ଆସିବ। ଆତ୍ମିକ ଦିଗରୁ ବିଚାରକୁ ନେଇ ଏହାକୁ ଯଥାକ୍ରମେ ତିନୋଟି ଭାଗରେ ବିଭାଗୀକରଣ କରାଯାଇପାରେ, ଯଥା ଏହାର କବି ହେଇଯାଇଛି ଏହାର କର୍ତ୍ତବ୍ୟ ଅନୁସାରୀ ହେବ, ଭ୍ରମଣାନୁସାରୀ, ତୀର୍ଥଟାନୁସାରୀ, ଭ୍ରମଣ ବୃତ୍ତାନ୍ତ ଏଇ ତିନୋଟି ରହିଛି। ପ୍ରଥମେ କର୍ତ୍ତବ୍ୟ ଅନୁସାରୀ ଭ୍ରମଣ ବୃତ୍ତାନ୍ତ ସମ୍ପର୍କରେ ଆଲୋଚନା କରିବା। କର୍ତ୍ତବ୍ୟ ଅନୁସାରେ ଯେଉଁ କେତେଜଣ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଭାରତର ବିଭିନ୍ନ ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟ ଯିବା ଅବଶ୍ୟ ସେହି ସ୍ଥାନରୁ ଦୃଶ୍ୟାବଳୀ ସହିତ ବିବିଧ ତଥ୍ୟରାଜିକୁ ନେଇ ନିଜର ସୃଜନୀ ପ୍ରତିଭାର କାଉଁରୀ ସଂସ୍ପର୍ଶରେ ଯେଉଁ ଭ୍ରମଣ ସାହିତ୍ୟ ସୃଷ୍ଟି କରିଥାନ୍ତି ତାହା ବେଶ ସୁଖ ପାଠ୍ୟ ହୋଇ ପାଠକ ସୃଷ୍ଟି ଆକର୍ଷଣୀୟ କରିଥାଏ। ଅର୍ଥାତ୍ ଭ୍ରମଣ ହେଉଥିବା ବିଭିନ୍ନ କାର୍ଯ୍ୟ ହେତୁ ଯେଉଁମାନେ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥାନ୍ତି, ଫଳରେ ସେହି ଭ୍ରମଣ କରିବା ଜନିତ ସେହି ସ୍ଥାନର ସେଇ ଜିନିଷ ସବୁ ଦେଖିବା ମାଧ୍ୟମରେ ତାଙ୍କ ଯେଉଁ ଅନୁଭୂତି ବା ଅନୁଭବ ଲାଭ କରିଥାନ୍ତି ତାହାକୁ ଲିଖିତ ଆକାରରେ ପ୍ରକାଶ କଲେ ତାହାକୁ କର୍ତ୍ତବ୍ୟ ଅନୁସାରେ ଭ୍ରମଣ ବୃତ୍ତାନ୍ତ ବା ଭ୍ରମଣ ସାହିତ୍ୟ କୁହାଯାଏ। ଉଦାହରଣ ସ୍ୱରୂପ ସୂର୍ଯ୍ୟକାନ୍ତ ଦାସଙ୍କ ନାଗାରାଇଜ, ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ରାଜଭବନରୁ ହସ୍ତଲିପି ଇତ୍ୟାଦି କେତୋଟି କର୍ତ୍ତବ୍ୟ ପ୍ରଣୋଦିତ ଭ୍ରମଣ କାହାଣୀ। ଏବେ ଆମେ ଦେଖିବା ତୀର୍ଥଟାନୁସାରୀ ଭ୍ରମଣ ସାହିତ୍ୟ। ଭାରତ ତଥା ଓଡ଼ିଶାର ଜନସାଧାରଣ ଗଭୀର ଧର୍ମବିଶ୍ୱାସୀ। ସେଥିପାଇଁ ସେମାନେ ଅବସର ସମୟରେ ବିଭିନ୍ନ ତୀର୍ଥସ୍ଥାନଗୁଡ଼ିକ ଭ୍ରମଣ କରି ପୁଣ୍ୟ ଅର୍ଜନ କରିଥାନ୍ତି। କାରଣ ସକାଳ ପାପ ପୁଣ୍ୟ ଇହକାଳ ପରକାଳ ଗତି ମୁକ୍ତି ଜନିତ ଅକଳ୍ପନୀୟ ବିଶ୍ୱାସ ସେମାନଙ୍କୁ ତୀର୍ଥସ୍ଥାନ ଭ୍ରମଣ କରିବା ପାଇଁ ଅନୁପ୍ରେରିତ କରିଥାଏ। ତାର ସେହି ଆଧ୍ୟାତ୍ମିକ ଅତୁଟ ବିଶ୍ୱାସର ଫଳଶ୍ରୁତି ହେଉଛି ଏତାଦୃଶ ଭ୍ରମଣ ସାହିତ୍ୟ। ଅର୍ଥାତ୍ ବିଭିନ୍ନ ସ୍ଥାନ ଆମ ଦେଶ ମଧ୍ୟରେ ଥିବା ବିଭିନ୍ନ ଧର୍ମସ୍ଥାନ ବା ତୀର୍ଥ ସ୍ଥାନ ଗୁଡ଼ିକ ଭ୍ରମଣ କରିବା ଜନିତ ଯେଉଁ ଅନୁଭୂତି ଲାଭ ହୋଇଥାଏ ତାହାକୁ ସେହି ଅନୁଭୂତିକୁ ଲିପିବଦ୍ଧ କଲେ ତାହାକୁ ତୀର୍ଥଟାନୁସାରୀ ଭ୍ରମଣ ସାହିତ୍ୟ କୁହାଯାଏ। ଉଦାହରଣ ସ୍ୱରୂପ ପଣ୍ଡିତ କୁଳମଣି ଦାସଙ୍କ ହିମାଳୟ ପଥେ, ଅନନ୍ତ ଚରଣ ଦାସଙ୍କ ସେତୁବନ୍ଧ ରାମେଶ୍ୱର, ଆର୍ତ୍ତତ୍ରାଣ ମିଶ୍ରଙ୍କ ତୁଷାର ତୀର୍ଥ ଅମରନାଥ, ବିଭୂତି ପଟ୍ଟନାୟକଙ୍କର ତୀରେ ତୀରେ ତୀର୍ଥ, ଗୋରାଚାନ୍ଦ ମିଶ୍ରଙ୍କର ଶିରିଡ଼ି ପୁଟ୍ଟପର୍ତ୍ତୀ ଇତ୍ୟାଦି ତୀର୍ଥଟନ ସମ୍ପର୍କିତ ଭ୍ରମଣ ସାହିତ୍ୟରେ ଭାବେ ବେଶ ଜନାଦୃତ। ଏବେ ଆମେ ଦେଖିବା ବିଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ। ସରକାରଙ୍କ ବୃଦ୍ଧି ଲାଭ କରି ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ନିମନ୍ତ୍ରଣ କ୍ରମେ ଆଲୋଚନା ଚକ୍ରରେ ଅଂଶଗ୍ରହଣ ବା ଗବେଷଣା ତଥା ଉଚ୍ଚ ଶିକ୍ଷା ପ୍ରାପ୍ତି ନିମନ୍ତେ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ଜନିତ ହେଉ ବା ବିଶ୍ୱ ଭ୍ରମଣ କରିବା ଆଶାରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବିଭିନ୍ନ ସମୟରେ ବିଦେଶ ଯାତ୍ରା କରନ୍ତି। ଅର୍ଥାତ୍ ବିଦେଶ ଯାତ୍ରା ଜନିତ ଯେଉଁ ଅନୁଭୂତି ଲାଭ ହୋଇଥାଏ ତାହାକୁ ବିଦେଶାନୁଭୂତିମୂଳକ ଭ୍ରମଣ ସାହିତ୍ୟ କୁହାଯାଏ। ଏହି ବ୍ୟକ୍ତି ବିଶେଷଗଣ ବିଦେଶ ଅନୁଭୂତିକୁ ନିଜସ୍ୱ ଦୃଷ୍ଟିକୋଣ ଆଲୋଚନା କରି ଏତାଦୃଶ ଭ୍ରମଣ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଉଦାହରଣ ସ୍ୱରୂପ ମାୟାଧର ମାନସିଂହଙ୍କ ପଶ୍ଚିମ ପଥିକ, ଗୋଲକ ବିହାରୀ ଧଳଙ୍କର ଲଣ୍ଡନ ଚିଠି, ଅର୍ଣ୍ଣ ଦାସ ରାୟଙ୍କର ବିଲାତର ଚିଠି, ମନୋଜ ଦାସଙ୍କ ଦୂରଦୂରାନ୍ତର, ରମାମଣି ମିଶ୍ରଙ୍କର ଆମେରିକା ଚିଠି, ଶ୍ରୀରାମ ଦାସଙ୍କର ୟୁରୋପରେ ମୋ ଅନୁଭୂତି, ଶ୍ରଦ୍ଧାନର ସୁପକାରଙ୍କର ରୁଷ ଭ୍ରମଣ ଇତ୍ୟାଦି ଭ୍ରମଣ ସାହିତ୍ୟକୁ ଗ୍ରହଣ କରାଯାଇପାରେ।
ଆଧୁନିକ କାଳରେ ବହୁ ସଂଖ୍ୟକ ଓ ବିବିଧ ଭ୍ରମଣ କାହାଣୀ ସୃଷ୍ଟି ହୋଇଛି। ସାମ୍ପ୍ରତିକ କାଳରେ ବହୁ ଲେଖକ ଦେଶ ବିଦେଶ ପର୍ଯ୍ୟଟନ କରିବାର ସୁଯୋଗ ଲାଭ କରିଛନ୍ତି। ଏହି କାଳରେ ଉପାଦେୟ ଭ୍ରମଣ ବୃତ୍ତାନ୍ତ ସୃଷ୍ଟି ହୋଇଅଛି। ଲେଖକମାନଙ୍କ ବିବିଧ ଦୃଷ୍ଟିକୋଣରୁ ନେଇ ବହୁ ବିଚିତ୍ର ଧରଣ ଭ୍ରମଣ କାହାଣୀ ସବୁ ସୃଷ୍ଟି ହେଉଛି। ସେଗୁଡ଼ିକ ସାଧାରଣତଃ 7 ଭାଗରେ ବିଭକ୍ତ କରାଗଲା। ଆଧୁନିକ ସମୟରେ ସେ ଭ୍ରମଣ କାହାଣୀକୁ ପୁନଶ୍ଚ 7 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ସାହିତ୍ୟିକମାନଙ୍କ ଭ୍ରମଣ ସାହିତ୍ୟ, ରାଜନୈତିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ, ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିମାନଙ୍କ ଭ୍ରମଣ କାହାଣୀ, ଶିକ୍ଷାବିତ୍ ଓ ଅଧ୍ୟାପକଙ୍କ ଭ୍ରମଣ କାହାଣୀ, ସାହିତ୍ୟିକ ଦାର୍ଶନିକଙ୍କ ଭ୍ରମଣ କାହାଣୀ, ଧାର୍ମିକ ବ୍ୟକ୍ତିମାନଙ୍କ ଭ୍ରମଣ କାହାଣୀ, ବୈଜ୍ଞାନିକ ଭ୍ରମଣ କାହାଣୀ, ସାମ୍ବାଦିକ ଭ୍ରମଣ କାହାଣୀ। ଏବେ ଗୋଟେ ଗୋଟେ ଆଲୋଚନା କରିବା। ସାମ୍ବାଦିକ, ତାପରେ ନିରପେକ୍ଷ ଭ୍ରମଣ କାହାଣୀ, ସଙ୍ଗୀତଜ୍ଞ ଭ୍ରମଣ କାହାଣୀ। ଏବେ ପ୍ରଥମେ ଆମେ ସାହିତ୍ୟିକ ଭ୍ରମଣ କାହାଣୀ ସମ୍ପର୍କରେ ଆଲୋଚନା କରିବା। ସାହିତ୍ୟିକମାନଙ୍କ ଭ୍ରମଣ କାହାଣୀ। ଏହି ଧରଣର ଭ୍ରମଣ କାହାଣୀ ମୁଖ୍ୟତଃ ସାହିତ୍ୟିକ ଭାବାବେଗ ଏବଂ କଳ୍ପନା ବିଳାସ ଦ୍ୱାରା ପରିପୁଷ୍ଟ ହୋଇଥାଏ। ଏଥିରେ ଧାର୍ମିକତା ସହିତ ସାହିତ୍ୟିକ ଭାବାବେଗ ସହିତ କଳ୍ପନା ବିଳାସ, ସ୍ୱଚ୍ଛନ୍ଦ ପ୍ରଭାବ, ସାବଲୀଳ ବର୍ଣ୍ଣନା ଶୈଳୀ ଇତ୍ୟାଦି ଦୃଷ୍ଟିଗୋଚର ହୋଇଥାଏ। ଡକ୍ଟର କୁଞ୍ଜବିହାରୀ ଦାସ, ବାରିଷ୍ଟର ଗୋବିନ୍ଦ ଦାସ ଏବଂ ଡକ୍ଟର ବିଭୂତି ପଟ୍ଟନାୟକଙ୍କ ଭ୍ରମଣ କାହାଣୀଗୁଡ଼ିକ ଏହି ପର୍ଯ୍ୟାୟର। ଏହି ଧରଣର ଭ୍ରମଣ କାହାଣୀ ଭ୍ରମଣ ଅନୁଭୂତି ସାହିତ୍ୟିକ ଭାବାବେଶ ନେଇ ଆତ୍ମପ୍ରକାଶ କରିଥାଏ। ଏଇଟା ଭାବାବେଶ ହେବନି, ଭାବାବେଗ ହେବ। ରାଜନୈତିକ ବ୍ୟକ୍ତିମାନଙ୍କ ଭ୍ରମଣ କାହାଣୀ। ଅନେକ ସମୟରେ ବରିଷ୍ଠ ରାଜନୈତିକ ବ୍ୟକ୍ତିମାନେ ଦେଶ ଦେଶ ଭିତରେ ରାଜନୈତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦେଶ ପର୍ଯ୍ୟଟନ କରନ୍ତି। ଅର୍ଥାତ୍ ବିଭିନ୍ନ ରାଜନୀତିଜ୍ଞମାନେ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଏ ଦେଶରୁ ସେ ଦେଶକୁ ଭ୍ରମଣ ବା ଯିବାକୁ ଯାଇଥାନ୍ତି। ଆମ ଦେଶର ବହୁ ରାଜନୈତିକ ବ୍ୟକ୍ତି ବିଭିନ୍ନ ସମୟରେ ବିଭିନ୍ନ ଦେଶ ପର୍ଯ୍ୟଟନ କରି ସେମାନଙ୍କ ବିଦେଶ ଭ୍ରମଣ ଜନିତ ଅନୁଭୂତିକୁ ନେଇ ବହୁ ଭ୍ରମଣ କାହାଣୀ ରଚନା କରିଛନ୍ତି। ଏହିଭଳି ବ୍ୟକ୍ତିମାନଙ୍କ ମଧ୍ୟରୁ ରାଧାନାଥ ରଥ, ଗୁରୁଚରଣ ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ଶ୍ରଦ୍ଧାକର ସୁପକାର ପ୍ରମୁଖ ବ୍ୟକ୍ତିମାନେ ଅନ୍ୟତମ। ଏମାନଙ୍କର ଭ୍ରମଣ ଅନୁଭୂତିଗୁଡ଼ିକ ଏହି ଧରଣର ଭ୍ରମଣ କାହାଣୀ ସୃଷ୍ଟି କରିଅଛି। ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିମାନଙ୍କର ଭ୍ରମଣ କାହାଣୀ। ଆମ ଦେଶରେ ଏମିତି ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାହିତ୍ୟ ଓ ରାଜନୀତି ଏହି ଉଭୟ କ୍ଷେତ୍ରରେ ଯଥେଷ୍ଟ ସିଦ୍ଧି ଅର୍ଜନ କରିଛନ୍ତି। ସୁରେନ୍ଦ୍ର ମହାନ୍ତି ଥିଲେ ଏହାର ଅନ୍ତର୍ଭୁକ୍ତ। ତାଙ୍କର ରଚିତ ପ୍ୟାକିଂ ଡାଏରୀ ହେଉଛି ଗୋଟିଏ ସର୍ବଜନାଦୃତ କାହାଣୀ। ଏହା ରାଜନୈତିକ ଚିନ୍ତା ଚେତନା ଯେତିକି ସମୃଦ୍ଧ, ସାହିତ୍ୟିକ ଆଭାରେ ସେତିକି ଦୀପ୍ତିମନ୍ତ। ଏଥିରେ ଚୀନ ଭ୍ରମଣର ଅନୁଭୂତି ଅତି ସୁନ୍ଦର ଓ ଚମତ୍କାର ଭାବେ ରୂପ ପାଇଛି ଓ ଅଧୁନା ଭ୍ରମଣ କାହାଣୀମାନଙ୍କ ମଧ୍ୟରେ ଏହା ଉତ୍କୃଷ୍ଟ ଭ୍ରମଣ କାହାଣୀ। ଶିକ୍ଷାବିତ୍ ଓ ଅଧ୍ୟାପକମାନଙ୍କ ଭ୍ରମଣ କାହାଣୀ। ଶିକ୍ଷାବିତ୍ ଓ କେତେକ ଅଧ୍ୟାପକ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରି ବିଦେଶର ବହୁ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନେ ତାଙ୍କର ଅନୁଭୂତି ସିଦ୍ଧି ଭାବବୋଧକୁ ନେଇ ସରସ ଭ୍ରମଣ କାହାଣୀ ରଚନା କରିଛନ୍ତି। ଡକ୍ଟର ଶ୍ରୀରାମଚନ୍ଦ୍ର ଦାସ, ଭୁବନେଶ୍ୱର ବେହେରା, ଗୋଲକ ବିହାରୀ ଧଡ଼, କୃଷ୍ଣ ପ୍ରସାଦ ମିଶ୍ର ପ୍ରମୁଖ ବହୁ କୃତବିଦ୍ ଅଧ୍ୟାପକ ଓ ଶିକ୍ଷାବିତ୍ମାନଙ୍କ ଚରିତ୍ର ଭ୍ରମଣ କାହାଣୀ ସବୁ ଏହାର ସାର୍ଥକ ଦୃଷ୍ଟାନ୍ତ। ଡକ୍ଟର ଶ୍ରୀରାମଚନ୍ଦ୍ର ଦାସଙ୍କ ୟୁରୋପରେ ମୋ ଅନୁଭୂତି, ଗୋଲକ ବିହାରୀ ଧଡ଼ଙ୍କ ଲଣ୍ଡନ ଚିଠି, ଭୁବନେଶ୍ୱର ବେହେରାଙ୍କ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଓ କୃଷ୍ଣ ପ୍ରସାଦ ମିଶ୍ରଙ୍କ କାନାଡ଼ା ଡାଏରୀ ଇତ୍ୟାଦି ଭ୍ରମଣ କାହାଣୀଗୁଡ଼ିକରେ ଅଧ୍ୟାପକ ଚିନ୍ତା ଚେତନାର ତଥା ଉନ୍ନତ ଭାବବୋଧ ପ୍ରକାଶ ପାଇଅଛି। ଏସବୁ ଭ୍ରମଣ କାହାଣୀ ବେଶ୍ ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ ହୋଇପାରିଛି। ଏବେ ଆମେ ଦେଖିବା ସାହିତ୍ୟିକ ଓ ଦାର୍ଶନିକମାନଙ୍କ ଭ୍ରମଣ କାହାଣୀ। କେତେକ ବିଶିଷ୍ଟ ସାହିତ୍ୟିକ ସେମାନଙ୍କ ଦାର୍ଶନିକ ଦୃଷ୍ଟିଭଙ୍ଗୀ ନେଇ ଉନ୍ନତମାନର ସାହିତ୍ୟ ରଚନା କରିଛନ୍ତି। ଡକ୍ଟର କୃଷ୍ଣ ପ୍ରସାଦ ମିଶ୍ର ଓ ମନୋଜ ଦାସଙ୍କ ଭ୍ରମଣ କାହାଣୀକୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇପାରେ। କୃଷ୍ଣ ପ୍ରସାଦ ମିଶ୍ରଙ୍କ କାନାଡ଼ା ଡାଏରୀରେ ତାଙ୍କ ସାହିତ୍ୟିକ ଶୈଳୀ ସହିତ ଦାର୍ଶନିକ ଚିନ୍ତାଧାରାର ଅପୂର୍ବ ସମନ୍ୱୟ ଘଟିଛି। ମନୋଜ ଦାସଙ୍କର ଦୂରଦୂରାନ୍ତର ଏବଂ ଇଣ୍ଡୋନେସିଆର ଅନୁଭୂତି ଇତ୍ୟାଦି ଭ୍ରମଣ କାହାଣୀରେ ଗଳ୍ପର ସରସ ବେତନା ସହିତ ଜଣେ ଦାର୍ଶନିକର ଗଭୀର ବିଶ୍ଳେଷଣବୋଧ ଆତ୍ମପ୍ରକାଶ କରିଥାଏ। ଏହି ଧରଣର ଅନ୍ୟ ଏକ ଭ୍ରମଣ କାହାଣୀ ହେଉଛି ଚିତ୍ତରଞ୍ଜନ ଦାସଙ୍କର ଡେନମାର୍କ ଚିଠି। ଏହି ଭ୍ରମଣ କାହାଣୀଟି ଚିତ୍ତରଞ୍ଜନ ଦାସଙ୍କର ସୂକ୍ଷ୍ମ ଦାର୍ଶନିକ ଦୃଷ୍ଟିକୋଣ ଓ ଗଭୀର ଅନ୍ୱେଷାରେ ପରିଚୟ ହେବ। ଧାର୍ମିକ ବ୍ୟକ୍ତିମାନଙ୍କ ଭ୍ରମଣ କାହାଣୀ। ମନୁଷ୍ୟର ସହଜାତ ଦୁର୍ବଳତା ରହିଛି କେଉଁ ଆଦିମକାଳ ଧର୍ମ ଲାଭ ପାଇଁ। କେତେକ ବ୍ୟକ୍ତି ତୀର୍ଥାଟନ ଓ ଧାର୍ମିକ ମନୋଭାବ ନେଇ ବିଭିନ୍ନ ଦେଶ ବିଦେଶ ଭ୍ରମଣ କରନ୍ତି। ସେମାନଙ୍କର ବିଭିନ୍ନ ଧର୍ମକ୍ଷେତ୍ର ଓ ତୀର୍ଥକ୍ଷେତ୍ର ଭ୍ରମଣ ଅନୁଭୂତି ସବୁକୁ ମଧ୍ୟ ଭ୍ରମଣ କାହାଣୀ ଆକାରରେ ଲିପିବଦ୍ଧ କରାଯାଇଛି। ଏଗୁଡ଼ିକ କେବଳ ଧର୍ମାଶ୍ରୟୀ ହୋଇଥିବାରୁ ଏହାର ସାହିତ୍ୟିକ ଆଭା କ୍ରମଶଃ କ୍ଷୀଣ ଭଳି ଜଣାଯାଏ। ଯତୀନ୍ଦ୍ର କୁମାର ମହାପାତ୍ରଙ୍କର କେତେ ଦେବାଳୟ କେତେ ଲୋକାଳୟ ପୁସ୍ତକଟି ହେଉଛି ଏ ଧରଣର ଏକ ଭ୍ରମଣ କାହାଣୀ। ସାମ୍ବାଦିକ ଭ୍ରମଣ କାହାଣୀ। ଓଡ଼ିଶାରେ ସାମ୍ବାଦିକତା ଓ ସାହିତ୍ୟର ସମନ୍ୱୟ ଯୋଗୁଁ ବହୁ ସାମ୍ବାଦିକ ସେମାନଙ୍କ ବିଦେଶ ଭ୍ରମଣ କାଳର ଅନୁଭୂତିକୁ ସୁନ୍ଦର ସାହିତ୍ୟିକ ଶୈଳୀରେ ଲିପିବଦ୍ଧ କରିଅଛନ୍ତି। ସ୍ୱାଧୀନତାର ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର ପୃଷ୍ଠାରେ ସୁରେନ୍ଦ୍ର ମହାନ୍ତି ପ୍ରଭୃତି ନିଜର ବ୍ୟକ୍ତିଗତ ଅନୁଭୂତିକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ଏବେ ଆମେ
ଲାଷ୍ଟ ନ୍ୟାୟ ଦୁଇଟା ଅଛି, ନିରପେକ୍ଷ ଭ୍ରମଣ କାହାଣୀ ତାପରେ ସଙ୍ଗୀତଜ୍ଞ ଭ୍ରମଣ କାହାଣୀ। ଫାର୍ଷ୍ଟ ଆମେ ନିରପେକ୍ଷ ଭ୍ରମଣ କାହାଣୀ ଆଲୋଚନା କରିବା। ଏହି ପର୍ଯ୍ୟାୟରେ ଭ୍ରମଣ କାହାଣୀ ରଚନାରେ ଲେଖକଙ୍କର ସାହିତ୍ୟିକ ଲାଳସା ନଥାଏ କିମ୍ବା କୌଣସି ମତବାଦର ପ୍ରତିଷ୍ଠା ପାଇଁ ବ୍ୟାକୁଳତା ମଧ୍ୟ ନଥାଏ। କେବଳ ଭ୍ରମଣଜନିତ ଅନୁଭୂତିକୁ ଲିପିବଦ୍ଧ କରି ରଖିବାର ମନୋଭାବକୁ ଏହି ଭ୍ରମଣ କାହାଣୀର ଜନ୍ମ। ସଙ୍ଗୀତଜ୍ଞ ଭ୍ରମଣ କାହାଣୀ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସଙ୍ଗୀତ ମୁଖ୍ୟତଃ ମୁକ୍ତ ଛନ୍ଦ ସଙ୍ଗୀତ। ପାଶ୍ଚାତ୍ୟଭିମୁଖୀ ସଙ୍ଗୀତର ଧାରା ଓଡ଼ିଆ ପ୍ରାଣରେ ପ୍ରଭାବ ବିସ୍ତାର କରୁଥିବା ବେଳେ ପାଶ୍ଚାତ୍ୟ ସଙ୍ଗୀତ ପ୍ରେମୀମାନେ ମଧ୍ୟ ଓଡ଼ିଆ ସଙ୍ଗୀତର କମ୍ ଶ୍ରଦ୍ଧା କରିନାହାନ୍ତି। ଏହି କ୍ରମରେ ସଂଯୁକ୍ତା ପାଣିଗ୍ରାହୀ, ରଘୁନାଥ ପାଣିଗ୍ରାହୀ ଓ ଅକ୍ଷୟ ମହାନ୍ତିଙ୍କ ବିଭିନ୍ନ ଅନୁଭୂତିପୂର୍ଣ୍ଣ ସଙ୍ଗୀତ ରେକର୍ଡ ଲୋକପ୍ରିୟତା ଅର୍ଜନ କରିଛି। ବିଶେଷ କରି ଅକ୍ଷୟ ମହାନ୍ତିଙ୍କ ବାହା ବାହାରେ ଆମେରିକା ଏକ ସ୍ମୃତି ମଧ୍ୟରୁ ଲୋକପ୍ରିୟ ସଙ୍ଗୀତ ରେକର୍ଡ। ଆଜିର ଭିଡ଼ିଓରେ ଆମେ ଭ୍ରମଣ କାହାଣୀ ସମ୍ପର୍କରେ ଲଙ୍କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ପୁଣି ଦେଖା ହେବା।